ପୂର୍ବ ଶତ୍ରୁତାରୁ ହତ୍ୟା ଅଭିଯୋଗ। ଓଡ଼ିଶାର ବୃଦ୍ଧଙ୍କୁ ପଶ୍ଚିମବଙ୍ଗରେ ହତ୍ୟା ଅଭିଯୋଗ। ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ କମର୍ଦା ଥାନା ଅନ୍ତର୍ଗତ ଡେମୁରିଆ ଗ୍ରାମର ବୃଦ୍ଧ ଅଜୟ ଦାସଙ୍କୁ ପଶ୍ଚିମବଙ୍ଗରେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ପଶ୍ଚିମବଙ୍ଗ ମୋହନପୁର ଥାନା ନିଲଦା ଅଞ୍ଚଳରେ ହୋଇଛି ହତ୍ୟାକାଣ୍ଡ। ପଶ୍ଚିମବଙ୍ଗ ଏବଂ ଓଡ଼ିଶା ପୋଲିସର ତଦନ୍ତ ଜାରି। ସୂଚନା ଅନୁସାରେ ଡେମୁରିଆ ଗ୍ରାମର ବୟସ୍କ ବୃଦ୍ଧ ଅଜୟ ଦାସ ପ୍ରତ୍ୟେକ ଦିନ ଭୋଗରାଇ ତହସିଲ ଓ ବ୍ଲକ କାର୍ଯ୍ୟାଳୟକୁ ଯିବା ଆସିବା କରୁଥାନ୍ତି। ମାତ୍ର ଗତକାଲି ତହସିଲରୁ ଘରକୁ ଫେରିବା ପରେ ଘର ପାର୍ଶ୍ୱରେ ଜନୈକ ବ୍ୟକ୍ତିଙ୍କ ଘରେ ନିଜ ସାଇକେଲ ରଖି ଘରକୁ ଯାଇଥିଲେ। ମାତ୍ର ଘରେ ନ ପହଞ୍ଚିବାରୁ ଘର ଲୋକ ଖୋଜାଖୋଜି କରି ପାଇନଥିଲେ। ପରେ ପଶ୍ଚିମବଙ୍ଗ ମୋହନପୁର ଥାନା ନିଲଦା ଅଞ୍ଚଳରେ ତାଙ୍କର ମୃତଦେହ ପଡ଼ି ରହିଥିବା ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ସେପଟେ ପଶ୍ଚିମବଙ୍ଗରେ ମୃତଦେହ ପଡ଼ିଥିବା ବେଳେ ପଶ୍ଚିମବଙ୍ଗ ପୋଲିସ ମୃତଦେହକୁ ଜବତ କରିଛି। କିନ୍ତୁ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ ଯେ ପୂର୍ବ ଶତ୍ରୁତା ରହିଥିଲା। ବାପାଙ୍କର ଗୋଡ଼ ହାତ ଭାଙ୍ଗି ହତ୍ୟା କରାଯାଇଛି ବୋଲି ଝିଅ ଅଭିଯୋଗ କରିଥିବା ବେଳେ କମର୍ଦା ପୋଲିସ ଓ ପଶ୍ଚିମବଙ୍ଗ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ମୋ ବାପା ଦୀର୍ଘ ଦିନ ଧରିକି ଯାଉଥିଲେ ବାହାରକୁ କାମ କରିବା ପାଇଁ। ତହସିଲ ଆଉ ବ୍ଲକ ଦୀର୍ଘ ଦିନ ଧରି ପୂର୍ବତନ ଶତ୍ରୁ ଥିଲା। ତ କାଲି ଯାଇଥିଲେ ତହସିଲ, ଆସିଲା ବେଳେ 6ଟା ବେଳେ ବିଲମାଦିଆ କାଳୀଚରଣ ବେହେରା ଘରେ ସାଇକେଲ ରଖିଲେ, ବ୍ୟାଗ ରଖିଲେ। ସେଠୁ ସେମାନେ କହିଲେ ଟିକେ ଚାହା ପିଇକି ଯିବେ। ସେ କହିଲେ ନା ମତେ ଶୀତ କଲାନି, ମୁଁ ପଳେଇବି ଏବେ। ତ ସେଠି ଆସିଲା ବେଳକୁ ଏରକୁ ମାରିକି ତାଙ୍କୁ ଖାଦ୍ୟ ଶୋଇ ଦେଇକି କୁଟା ନାକି ଦେଇକି ଗୁଡ଼ ଫୁଡ଼ ଭାଙ୍ଗିକି ମୁଠି ଦେଇକି ତାପରେ ଯେତେବେଳେ ମୁଁ ଘରକୁ ଆସିଲେଣି 8ଟା ବାଜିଲାଣି, ମୋ କକା ଗଲେ ଖୋଜିବା ପାଇଁ ଗଲେ ସେ ଲୋକ ଘରକୁ ଫୋନ କଲେ ଯେ ତ ପଳେଇ ଆସିଥାନ୍ତେ, ଆଉ ଆପଣଙ୍କ ଘରେ ସାଇକେଲ ରଖୁଥାନ୍ତି ଏବେ କାହିଁ? ହଁ ସେ ତ ଗଲେନି 6ଟା ବେଳୁ। ହଉ ଆପଣ ଆସନ୍ତୁ, ଆମେ ଯାଉଛେ। ସେମାନେ ଆସିଲେ ବାଇକ୍ ନେଇକି। ଏମାନେ ଏଠୁ ମୋ କାକା ଗଲାକୁ ଖୋଜିଲେ ପାଇଲେନି। ଫେର ପୁଣି ଏବେ ଗାଡ଼ି ଲାଇଟ୍ ପକେଇ ଦେଖିଲା ବେଳକୁ ଗାମଛା ପଡିଛି, ଟୋପି ପଡିଛି, ଆଉ ଦେଖିଲା ବେଳକୁ ସେଠି କୁଟା ଢାଙ୍କାଣି ହେଇଛି, ମୁଣ୍ଡର ମାଡ଼ ହେଇଛି, ବ୍ଲଡ ବାହାରିଛି, ନାକ ବାଟେ ବ୍ଲଡ ବାହାରିଛି। ମୁଁ ଚାହୁଁଛି ଯେ ମୋ ବାପାଙ୍କର ଦୀର୍ଘ ନ୍ୟାୟ ମିଳୁ, ଆମ ସଂସାର ନହେଲେ ଭାସିଯିବ। ଯେ ସତ୍ୟ ସୁନ୍ଦର ଦାସ, ଡେମୁରିଆ। କାକା ସମାଜ ସେବା କରନ୍ତି, ପ୍ରତିଦିନ ବାହାରିକି ଯାଆନ୍ତି। ସେ ବିଭିନ୍ନ ପ୍ରକାର ଲୋକର କାମ କରନ୍ତି। ସେ ଯାଆନ୍ତି ଏଠି 8ରୁ ପୁଣି ଫେରନ୍ତି ସନ୍ଧ୍ୟା 6ରେ। କାଲି ଯେମିତି ଲେଟ୍ ହେଲା, ଆମେ ଉଦ୍ବିଗ୍ନ ହେଇକି ଫୋନ୍ କଲୁ ତାଙ୍କୁ। ଫୋନ୍ କରିବାକୁ ତାଙ୍କ ମୋବାଇଲ ସୁଇଚ୍ ଅଫ୍ ଆସିଲା। ପୁଣି ସେ ଯୋଉଠି ପାଖ ଗାଁ ଅଛି ବିଲମାଦିଆ, ସେଥିରେ ସାଇକେଲ ରଖି ଯାଆନ୍ତି। ଲୋକଙ୍କୁ ପଚାରିବାକୁ ସେ କହିଲେ ଯେ ନାଇଁ ଏଠୁ 6ଟା ବେଳକୁ ଗଲେଣି। ଆମେ ଗଲୁ, ତେବେ ଯୋଉ ରାସ୍ତାରେ ଆସନ୍ତି ସିଏ, ଆମେ ସେପଟେ ଗଲୁ ଯିବାକୁ। ତାଙ୍କୁ କ'ଣ କରାହେଇଛି ନା ମାରିକି ଶୋଇ ଦିଆହେଇଛି ଇଏରେ, ନାଳରେ। ତା ଉପରେ ଢାଙ୍କି ଦିଆହେଇଛି କୁଟା। ଆଗରୁ ବହୁତ ତାଙ୍କୁ ଥ୍ରେଟନିଂ ଦିଆହେଇଛି। ଆଗରୁ ଆଟେମ୍ପ୍ଟ ବି ହେଇଛି। ଯୋଉ ଅଷ୍ଟମୀ ଗଲା, ପ୍ରଥମାଷ୍ଟମୀ, ସେଇଦିନ ବି ଆଟେମ୍ପ୍ଟ ହେଇଛି। ନାଇଁ ସେତେବେଳେ ଦେଇନଥିଲୁ। ଆମର ପାରିବାରିକ ଜମି ଜମା ବିବାଦ ବହୁତ ଦିନରୁ ଲାଗିକି ଅଛି। ଆଗରୁ ସେ ବହୁତ ଥ୍ରେଟନିଂ ଦେଇଛନ୍ତି। ତମ ଇଏକୁ ରାଣ୍ଡ କରିଦେବୁ, ଇଏ କରିଦେବୁ। ଆମ ପ୍ରତି ବି ବିପଦ ଅଛି। କାକା ଆମର ସବୁ ବୁଝିଥିଲେ, ତାଙ୍କୁ ରାସ୍ତାରୁ ହଟେଇ ଦେଲା ପରେ ଆଉ କେହି ନାହାନ୍ତି ବୁଝିବା। विजय कुमार दास, डेमरिया। से भाई सबुदिन बिलमाधिया देखी कमरदा तहसिल सब लोकंकर माने कागज पत्र, जमी बाड़ी कागज पत्र सब ये करती, समाज सेवार नियोजित था। काली जाइए सकाल 8टा बजे सकाल बाहरी जाइए। से आउ सकाल माने संध्या 7टा सुधा न फेरिया को आमर सान भाई जाइए खोजाखोजी कला और बिलमाधिया लोकंकर सहायता नड़िला। जहाँ घर साइकेल रखा जाऊला देखिले, सी कहले 6टार साइकेल रखी गली, बर्तमान सुधा कहीं पहुँची ना। फोन कला माने स्विच ऑफ देखा, तेणु खोजाखोजी कलापर देखिले नाल मारिकी शोई दी मारी। आम तो डाउट हो जमीबाड़ी गंडगोल दीर्घ दिन धरी रही। शक्तिपद दास और हरिपद दास डाउट रही, आम तो देखिनु, किंतु मन सन्देह आस।